কেতে পচারুছ জানি জানি তিনি পাদ পদ্ম দিনি শুনুছ তিনি পাদ পদ্ম দিনি পাদ পদ্ম দিনি রে মোর গেলে জানি কেতে পচারুছ জানি জানি মোর সুন্দরী বনি কেতে পচারুছ জানি জানি মাতা পদ্মী হেরা সুরে নব চইলা সুরে নব চইলা পদ্মে জনম হই ওই হেই দিলি মোর গেলেই বই কেতে পতারু জানি জানি কি মোর সুন্দরী বনে কেতে পতারু জানি ତମକୁ ବୁଝିଦେବି ହଁ ଗୋଟିଏ କଥା ଆଜ୍ଞା ରାଧା ଠାରୁ ରାଧା ଜନ୍ମ ହେଲା ରାଧାଙ୍କୁ ଦେଖିଣ କଂସ ହତ ହେଲା ଶୁଣ ଶୁଣ ରେ ବନି ଏହି କାହାଣୀ ଆଉ ରାଧା କୃଷ୍ଣ ଦେହେ ବୁଝିପାରୁଛୁ ରାଧା ଠାରୁ ରାଧା ଜନ୍ମ ହେଲା ରାଧାଙ୍କୁ ଦେଖି କଂସ ହତ ହେଲା ହଁ ସମସ୍ତେ ଟିଭି ସିରିଏଲରେ ଦେଖିଛନ୍ତି କୃଷ୍ଣଙ୍କୁ ଦେଖିକି ରାଧା କଂସ ମୃତ୍ୟୁ ହେଇଛି କିନ୍ତୁ ରାଧାଙ୍କୁ ଦେଖିକରି କଂସ ମୃତ୍ୟୁ ହେଇଛି ଶୁଣ ନାଇଁ ନାଇଁ ହଁ नहीं है हाँ राधा कृष्ण देहे भाई भौणी हाँ चिंता भाव रे ननिल हाँ सुन 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 रे मोर ननंदे बुझाई कहूची सुन 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 रे मोर ननंदे बुझाई कहूची कते कहिले सुन सुन रे मोर गेले सुन मो गर्भरे पुत्र नहीं सुन सुन दे मन सुन रे मोर गेले सुन 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 रे मोर रे बुझाई कहूची कते सुन 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 रे मोर रे बुझाई कहूची ଦିନେ ରାଜା ଭୂଷଭୂଷଣଙ୍କୁ ତାଙ୍କର ପତ୍ନୀ କୀର୍ତ୍ତିରାଜ ଆମର ନାରୀ ଜାତିର ହଉଛି ମୁଖ୍ୟ ତିନିଟା ହଁ
তো নারী জাতি বিবাহ কলা মাত্র 3-4 কষ্ট, হয় হয় 3 কষ্ট তো হতো তিন বলে কষ্ট। রাজা দেশগণ ক্ষেত্রে হ্যাঁ যদি ଆମେ ବିବାହ କରମା হয় গো। ଆମ ଶାଶ ଶ୍ୱଶୁର ଯଦି ଆମକୁ ଭଲ କରି ରଖିଥିବେ ତ ଠିକ হ্যাঁ ଆଉ ଯଦି ଶାଶ ଶ୍ୱଶୁର ଯଦି ଆମର ଉପରୁ ଚିଡ଼ି ରଖିବା ବେଳେ ସେଟା ନାରୀ ଜାତି ଗୋଟେ ବହୁତ କଷ୍ଟ। হুম ତାଙ୍କ ଝିଅ ତେଲପଡ଼ା ସିଆରପିଏଫ ମହାଶୟ ତାଙ୍କର ଝିଅ କଳାରେ ସମ୍ମାନ ରକ୍ଷା କରିଦେଲେ 100 ଟଙ୍କା ପୁରସ୍କାର କରିଥିଲେ। হ্যাঁ ସେ ବାଳିକା ଅଙ୍ଗରୁ ଅଷ୍ଟ ରୋଗୀ 64 ବ୍ୟାଧି ସବୁ ଖଣ୍ଡନ କରନ୍ତୁ ବୋଲ ଆନନ୍ଦେ କବାର হরি ହରି হরি ହରି ବୋଲ। এই ଗ୍ରାମବାସୀଙ୍କର ମଧ୍ୟ ମଙ୍ଗଳ ହୁଏ କବାର। হরি বলা। 2 ନମ୍ବର କଷ୍ଟ ହେଲା ନାରୀ ଜାତିଙ୍କର হ্যাঁ ଯଦି ବିବାହ କରନା হয় গো। ବୋଇଲେ ଗର୍ଭରେ ଯଦି ସନ୍ତାନ ନେଇ হ্যাঁ ହେଲେ ଗୋଟେ କଷ୍ଟ। ତ ମତେ ମତେ ତ ମୋର ଘରେ ପୁଅ ଝିଅ ହେଲେ ହବ। হ্যাঁ ଭଗବାନ ନାରାୟଣ ବିଷ୍ଣୁ ହଉଛନ୍ତି ସୃଷ୍ଟିକର୍ତ୍ତା হয় ଗো। ତାଙ୍କର ପୂଜା ଆରାଧନା ଟିକେ କର୍ମା ଯେ ଆମ ଘରକେ ପୁଅ ଝିଅଟେ ହେବା ବୋଲେ ଆନନ୍ଦରେ ରହମା ବୋଲିକରି হ্যাঁ କୀର୍ତ୍ତିଟା କହୁଛନ୍ ଭୂଷବାନ। হয় হয় ଆଗ ସେହି ସମୟରେ ଧାନ ଭୂଷବାନ ଗଲେ କୋଣ ବିଷ୍ଣୁଙ୍କ ସେହି ମନ୍ଦିର ପୂଜାରାଧନା କରି ଫେରିଲା ସମୟ ଜାଣ ଶୁଣ ହେ ସାଧୁ ନର ଶୁଣ 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 ରେ ବୁଝାଇ କହୁଛି ତତେ ଶୁଣ 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 ରେ ବୁଝାଇ କହୁଛି ତତେ। କୀର୍ତ୍ତିଦାଙ୍କର କଥା ଶୁଣିକରି ଭୂଷବାନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ବିଷ୍ଣୁ ମନ୍ଦିର ବିଷ୍ଣୁଙ୍କୁ ତାଙ୍କର ମନର କଥା କହିଲେ कहले ଆଉ ଯେତେବେଳେ ଫେରୁଥାନ୍ हाँ ଗୋଟେ ପଦ୍ମ ଫୁଲରେ ଗୋଟେ ଝିଅ ପଦ୍ମ ଫୁଲରେ କୁଆଁ କୁଆଁ कांदुचन ତ ରାଧା ଯେତେବେଳେ ଜନ୍ମ ହେଲେ हाँ ଅଚ୍ୟୁତାନନ୍ଦ ମହାପୁରୁଷ କହିଦେଇଛନ୍ ରାଧା ହଉଛନ୍ ଅଜନୀ ସମ୍ଭେତା हाय हाय ଯୋନିରୁ ସେ ଜନ୍ମ ନେଲି 5 ଭୂତରୁ 5ଟା କନ୍ୟା ଜନ୍ମ ହେଲେ ଆକାଶ ମାର୍ଗରୁ ସ୍ୱୟଂ ରାଧା ଅଜନୀ ସମ୍ଭେତା ଜନ୍ମ ହେଲେ ପବନରୁ ମାଳତୀ ଜନ୍ମ ହେଇଥିଲେ ଅଗ୍ନିରୁ ଦ୍ରୌପଦୀ ଜନ୍ମ ହେଇଥିଲେ ଭୂମିରୁ ମା ସୀତା ଜନ୍ମ ହେଇଥିଲେ ଆଉ ଜଳରୁ ମା ଲକ୍ଷ୍ମୀ ଜନ୍ମ ହେଇଥିଲେ। ଏ 5 ଭୂତରୁ 5ଟା କନ୍ୟା କାହାର ଯୋନିରୁ ସେ ଜନ୍ମ ନେଇ ଆକାଶ ମାର୍ଗରୁ ମା ରାଧା ଶୂନ୍ୟମୟୀ ରାଧା ସ୍ନେହମୟୀ ରାଧା ଜନ୍ମ ହେଇଥିଲେ ପଦ୍ମ ଫୁଲରେ। ତ ରାଧା ଯେତେବେଳେ ପଦ୍ମ ଫୁଲ ତୁଳବାକେ ଯାଇଛନ୍ ସେ ପଦ୍ମ ଫୁଲରୁ ମତେ ଉଠିକି ତାଙ୍କ ଫୁଲରେ ଧରିବା ମନେ ଚିନ୍ତା ଏ ରୋଗୀ ଖୋଜୁଥିଲା ଯାହା କାଲେ କାଲେ ପ୍ରାପତ ହେଲା ତାହା ଯାହା ମୁଇଁ ଭାବୁଥିଲି ମୋର ଘରକେ ପୁଅ ସନ୍ତାନକେ ହେତା ବୋଲି ଆଜି ଭଗବାନ ମତେ ବିଷ୍ଣୁ ମତେ ପ୍ରଦାନ କରି भगवान मुझे फोन पे करते ତ ରାଧା ରାଧା ଠାରୁ ରାଧା ଜନ୍ମ ହେଲା ବୋଲେ ରାଧା ସ୍ୱୟଂ ନିଜକୁ ନିଜ ଗଢିଛନ୍ ଅଚ୍ୟୁତାନନ୍ଦ ମହାପୁରୁଷ ପ୍ରମାଣ କିନ୍ତୁ ନାନା ପୁରାଣରେ ନାନା ମତ ତାହା ଜାଣନ୍ତି ସୁଜ୍ଞାନୀ ପଣ୍ଡିତ ଏଟା ରାଧା ଠାରୁ ରାଧା ଜନ୍ମ ନିଜେ ରାଧା ନିଜକୁ ନିଜ ଗଢିଛନ୍ କିନ୍ତୁ ବ୍ରହ୍ମ ବୈବର୍ତ ପୁରାଣରେ ଅଲଗା ଥିଲା ରାଧା ପରେ କଳାବତୀ ଗର୍ଭ କରିଥିଲେ ଆଉ ଅନ୍ୟ ପୁରାଣରେ ଆର ଅନ୍ୟ ମତ ଅଛି समुद्र फुटा ବିଷ୍ଣୁଙ୍କର ବାମ ଅଙ୍ଗରୁ ରାଧା ଜନ୍ମ ଭୁଲ ପୁରାଣ କଥା ତୁମେ ଆଜ୍ଞା ମାନେ ଗୁଟେ ଗୁଟେ ପୁରାଣ ପଢିକରି ମତେ ପ୍ରଶ୍ନ କର ମୁଁ ତ ଲାଖେଟା ପୁରାଣ ପଢିଛି ମୋର ଏତେ ପ୍ରଶ୍ନ ଆଜ୍ଞା ମୁଁ ଜାଣିପାରେ ନେଇ ଗୁଟେ ଗୁଟେ ପ୍ରଶ୍ନ ଜାଣିଛନ୍ତି ଭାଉ ମାଇ ଦେଇଛ କେତେଟା ପୁରାଣ ପଢୁଛ ସେଟା ମୁଁ ସିନା ଜାଣିଲି କେତେ ଲାଖେ ପୁରାଣ ବୁଝିପାରୁଛ ନା ପୁରାଣ ଗୋଟେ ହେଲା ଅଗାଧ ସମୁଦ୍ର 7ଟା ପୁରାଣରେ 7ଟା ମତରେ 7ଟା ରାଧା ଜନ୍ମ ହେଇଛି ବିଷ୍ଣୁଙ୍କର ବାମ ଅଙ୍ଗରୁ ରାଧା ଜନ୍ମ ହେଇଛି ପଦ୍ମ ଫୁଲରୁ ରାଧା ଜନ୍ମ ଶୂନ୍ୟ ମାର୍ଗରୁ ରାଧା ଜନ୍ମ ହେଲା ଆଉ ବ୍ରହ୍ମ ବୈବର୍ତ ପୁରାଣରେ କଲାବତୀଙ୍କର ଗର୍ଭରୁ ଜନ୍ମ
ପୁରାଣକେ ତୁମେ search କର। ହଁ ରାଧା କେତେ ଦିନ ପର୍ଯ୍ୟନ୍ତ ଗୋଟେ ଚିତ୍ର ରୂପରେ ଗରିଆ ଭିତରେ ଧରି ହେଇକି ରାଧା ପଳେଇ ଆସିବ। କେନ୍ ପୁରାଣକେ ଆପଣ ସର୍ଚ୍ଚ କରିବେ କୁହନ୍ତୁ। କିନ୍ତୁ ଯାହା ପୁରାଣରେ ଲେଖା ହେଇଛି ଆମେ ତ ସେ ପୁରାଣ ନେଇ ବନାବାର ଆଗ ପୂର୍ବରେ ଋଷିମୁନି ଯାହା ଲେଖି ଦେଇଛନ୍ତି ତାହା ଆମେ ଉପସ୍ଥାପନ କରିବୁ। ନନିଲ ତ ଯେତେବେଳେ ରାଧା ଠାରୁ ରାଧା ଜନ୍ମ ହେଲା ରାଧାଙ୍କୁ ଦେଖିନ କଂସ ହତ ହେଲା। ହଁ ସମସ୍ତେ ଟିଭି ସିରିଏଲ ଧନୁଯାତ୍ରା ଇହାଦେ ହଉଛି ଧନୁଯାତ୍ରା କଥା ମୁଁ ତମକୁ କହିବି। আরে ফেরি দ্বারে ফুল ফাগুন ফেরি দ্বারে তোরা বন ফেরি দ্বারে অকুর আনিছে রথ নেই জীবানন্দ সুত অকুর আনিছে রথ নেই জীবানন্দ সুত তোর বিনা চিনা মন যমুনারে ফেরি যারে ফুল ফগুন ফেরি যারে সরাবন ফেরি যারে ফেরি যারে ফুল ফগুন ফেরি যারে সরাবন ফেরি যারে ফেরি যারে ফুল ফগুন ফেরি যারে সরাবন ফেরি যারে অপুর আনিতে রত নেই জীবানন্দ সুত অপুর আনিতে রত নেই জীবানন্দ সুত তোর বিনা চিনা চিনা মত মনারে ফেরি যারে ফুল ফগুন ফেরি যারে সরাবন ফেরি যারে ফেরি যারে ফুল ফগুন ফেরি যারে সরাবন ফেরি যারে तो माँ सीता को ଯେତେବେଳେ ରାମଚନ୍ଦ୍ର ବିବାହ କଲେ ଶିବ ଧନୁ ପିନାକୁ ଧନୁ ଧନୁ କରି ବିବାହ କଲେ କଂସ ଧନୁ ଯାତ୍ରା କଲା କୃଷ୍ଣକୁ ମାରବା ପାଇଁ କେନ୍ ଧନୁକେ ସେ ପୂଜା କରି କେନ୍ ଧନୁ ଆଗ ରୁଦ୍ର ଧନୁ ବୋଲି ତାହା ବିଷୟ ନାମ ଶୁଣ ଶୁଣ ସାଧୁ ଜନ ଶୁଣ ଶୁଣ ସାଧୁ ଜନ ଧନୁ ଯାତ୍ରା ସେଇ କରିଥିଲା କଂସ ଶୁଣ ଦେଇ କରି ମନ ଶୁଣ ଦେଇ କରି ମନ ଫେରି ଯାରେ ফুল ফগুন ফেরি যারে তোরা মন ফেরি যারে অপুর আনিতে রথ নেই জীবানন্দ সুত অপুর আনিতে রথ নেই জীবানন্দ সুত তোর বিনা চিনা চিনা যমুনারে ফেরি যারে ফুল ফগুন ফেরি যারে সরাবন ফেরি যারে ফেরি যারে ফুল ফগুন ফেরি যারে সরাবন ফেরি যারে
ଦେବକୀର ଅଷ୍ଟମ ଗର୍ଭକୁ ବିନାଶ କରିବା ପାଇଁ ମାମୁ କଂସ କରିଛି ଧନୁଯାତ୍ରା। ଇହାଦେ ବରଗଡ଼ରେ ହେବା ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ। ଧନୁଯାତ୍ରାରେ ତାଙ୍କର ଭଞ୍ଜା କୃଷ୍ଣଙ୍କୁ ନିମନ୍ତ୍ରଣ କରେ। ଯେ କୃଷ୍ଣଙ୍କୁ ପୁରାତନ ମନ୍ତ୍ରୀ ଅକ୍ରୁର ଆଣବା ପାଇଁ ଗୋପପୁରକୁ ଯାଇଛି। ତ ଅକ୍ରୁର ଯେତେବେଳେ ଆଣି ଦେଇଛନ୍ତି କୃଷ୍ଣଙ୍କୁ ଗୋପପୁର ବାକି ସମସ୍ତେ ବୁଲି ମରୁଛନ୍ତି କୃଷ୍ଣଙ୍କୁ। ତୁମେ ଗଲେ ଆଉ ଆସିବ କି ନେଇ କରିକରି କେତେ କଂସ ମାରି ଧରିଦେବା ଛୋଟ ଚକ୍ରାନ୍ତ ଭେଦ କରିଛି ବୋଲି କେତେ କାନ୍ଦି ବୋବି କରି ଭଗବାନ ଶ୍ରୀକୃଷ୍ଣ କଥା ମୁଇଁ ଯାଇକରି ନିହାତି ଭାବରେ ମଙ୍ଗଳ ପାଇଁ ଆସିଥିଲି। ତ ମାମୁ ସେଇ ସମୟରେ କେନ୍ ଧନୁକୁ ପୂଜା କରିଥିଲା? ସେ ଧନୁର ନାମ ହଉଛି ରୁଦ୍ରଧା। ରାଧା ଠାରୁ ରାଧା ଜନ୍ମ ହେଲା। ରାଧାଙ୍କୁ ଦେଖିନ କଂସ ହତ। ସମସ୍ତେ ଜାଣିଛନ୍ତି ଯେ କୃଷ୍ଣକୁ ଦେଖିଲା ପରେ କଂସର ମୃତ୍ୟୁ ହେଇଛି। ତ ରାଧାକୁ ଆଉ ଗୋଟେ ଅନ୍ୟ ନାମରେ ଶୁଣାଯାଏ ବାମାଙ୍ଗୀ ବୋଲି କୃଷ୍ଣଙ୍କର ବାମ ଅଙ୍ଗରେ ରାଧା ବୁଝିପାରୁଛ ଆଉ ଡାହାଣ ଅଙ୍ଗରେ କୃଷ୍ଣ। ରାଧା କୃଷ୍ଣ ହଉଛନ୍ତି ଶିବ ଏବଂ ପରମ। କୃଷ୍ଣ ନିଜେ କହିଛନ୍ତି ରାଧା ଯେନ୍ ଜାଗାରେ ନେଇଥିବା ପର୍ଯ୍ୟନ୍ତ ଜାଗାରେ ରାଧା ମୋର ଆଗରେ ଚାଲୁଥିବି ଆଉ କୃଷ୍ଣ ମୁଁ ପଛେ ପଛେ ଚାଲୁ। ସର୍ବପ୍ରଥମେ କଂସ କାହାକୁ ଦେଖିଥିଲା? ରାଧାଙ୍କୁ ଦେଖିଥିଲା। ରାଧାଙ୍କୁ ଦେଖି ତ ତାର ମୃତ୍ୟୁ ହେଇଯାଇଥିଲା କଂସ ଦରବାର। ତ ରାଧା ଠାରୁ ରାଧା ଜନ୍ମ ହେଲା। ରାଧାଙ୍କୁ ଦେଖିନ କଂସ ହତ ହେଲା। ସର୍ବପ୍ରଥମେ ରାଧାଙ୍କୁ ଦେଖିଥିଲା କଂସ ଆଉ ତାର ମୃତ୍ୟୁ ହେଇଥିଲା। ଶୁଣରେ ବଣି ଏହି କାହାଣୀ ରାଧା କୃଷ୍ଣ ଭାଇ ଭଉଣୀ। ରାଧା କୃଷ୍ଣ କେନ୍ତା କରି ଭାଇ ଭଉଣୀ ହେଲେ? ତ ଯେତେବେଳେ ବୃଷଭାନୁ ନିଚନ ପଦ୍ମ ଫୁଲରୁ ଉଠେଇ କରି ତାଙ୍କର ରାଧାଙ୍କର ଆଖି ଏବଂ କ୍ଷୀର ନେଇଥାଏ ମୁଣ୍ଡି କରି ରାଧା 11 ଦିନ ପର୍ଯ୍ୟନ୍ତ ରହିବେ। ତ ବୃଷଭାନୁଙ୍କର ସ୍ତ୍ରୀ କୀର୍ତ୍ତି ତାଙ୍କୁ ଚିନ୍ତା ହେଇଗଲା। ମୁଇଁ ଝିଅଟେ ପାଇଲି ସତ୍ୟତା ଭଗବାନ ବିଷ୍ଣୁ ଏତେ ତପସ୍ୟା କଲା ପରେ ମତେ ମୋର ଝିଅ ତ ମୋର କ୍ଷୀର ନେଇ ଖାଇବା ଆଖି ନେ ଦେଖିବାର କର୍ଣ୍ଣରେ ଶୁଣି ନ ପାରବା। ଭଗବାନ ମତେ ନେଇ ପଛେ ଯେ ବିଚାର ଏନ୍ତା ଝିଅ ମତେ କାହିଁକି ଦେଲେ ମତେ ଏତେ କଷ୍ଟ କାହିଁ ଯେ ଭଗବାନ ଦେଇଛନ୍ତି ବୋଲି ଚିନ୍ତା ହେଇଗଲା। ତ ରାଧା କାହିଁକି ଆସିଲେ ପୃଥିବୀ? ଭଗବାନ ବିଷ୍ଣୁଙ୍କୁ କଥା ଦେଇକରି ଆସିଥିଲେ ମର୍ତ୍ତ୍ୟମଣ୍ଡଳରେ ଆମେ ଯଦି ଲୀଳା କର୍ମା ପ୍ରଭୁ ମୁଁ ଆଗରେ ଜନ୍ମ ହେଇଛି ସତ୍ୟତା କିନ୍ତୁ ତମକୁ ନେଇ ଦେଖିବାର ପର୍ଯ୍ୟନ୍ତ ମୋ ତୁଣ୍ଡରେ କିଛି ଥାଏ ନାହିଁ ମୋର ଆଖି ଦେଖେ ନାହିଁ ମୋ କର୍ଣ୍ଣର ମୁଁ କିଛି ଶୁଣେ ନାହିଁ। ତ କେନ୍ ଦିନ ଆଖି ଖୋଲିଥିଲେ ରାଧା ଜାଣି କେନ୍ ଦିନ ଆଗ ସେହି ସମୟରେ କିଛି ଦାଦଣ ଗୋପପୁର ଗଲେ କୋଣ ଗୋପପୁର ଗଲେ କୋଣ ଯଶୋଦାଙ୍କ ଗୃହରେ ପ୍ରବେଶ ହୋଇଥିଲେ ସୁଜନ ଫେରିଯାରେ ଫେରିଯାରେ ତୋରା ମନ ଫେରିଯାରେ ଅପୁର ଆଣିତେ ରଥ ନେଇ ଜୀବନର ସୁତ ଅପୁର ଆଣିତେ ରଥ ନେଇ ଜୀବନର ସୁତ তোর বিনা শুনা শুনা মজমুনারে ফেরি যারে ফুল মদন ফেরি যারে তোরা মন ফেরি যারে ফুল মদন ফেরি যারে তোরা মন ফেরি যারে। चिठी रखिए चिठी आज नहीं चले मोर पर मोर हिसाब से प्रोग्राम कर केते सुंदर करे मां भौणी समस्त संगे सब शिक्षा कथा गाना ए सुरनानी जे जेते बेले राधांकर आखि नेत्र नहीं खुले थे
ভগবান শ্রীকৃষ্ণ জন্ম হেলে দেবকী গর্ভরু ଆଜ୍ଞା। ଗୋପପୁରରେ ଯାଇକରି ଯଶୋଦା କୋଳରେ ଥିଲା। ହଁ ହଁ ତ ଯଶୋଦା କୃଷ୍ଣ ଜନ୍ମ ହେଲେ ବୋଲିକରି ସମସ୍ତଙ୍କୁ ଖୁସିରେ ନନ୍ଦ ଉତ୍ସବ ପାଳନ କରୁছে। ହଁ ନନ୍ଦ ଘରେ ଆଜ୍ଞା। ସମସ୍ତ ଦର୍ଶକ ବନ୍ଧୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ବସେ। এই କଥା ଶୁଣିବି ନେଇଥିବେ ତାହେଲେ ଆଜି ପର୍ଯ୍ୟନ୍ତ ନୂଆ କରି ଏ ଗାଁରେ ମୁଁ এই କଥା ଆଲୋଚନା କରିଛି। ମୁଇଁ କୌଣସି ୟୁଟ୍ୟୁବରେ ବି ଏ ଚରିତ୍ର ନେଇ ଛାଡ଼ିବା। ହଁ ଆଜି ସବୁ ନୂଆ ନୂଆ ଚରିତ୍ର ଶୁଣେଇକରି ଯିବି। ଆଜ୍ଞା। ନନିଲ ହଁ ତ ନନ୍ଦ ଘରେ ନନ୍ଦ ଉତ୍ସବ ଚାଲୁଛି। ଆଜି ଯେନ୍ତା ଆମର ଛୁଆର କର୍ଣ୍ଣ ପ୍ରସନ୍ନ ହେଲା, ହଁ ହଁ ଠିକ ସେନ୍ତା କୃଷ୍ଣଙ୍କର ପୁରା ନନ୍ଦ ଉତ୍ସବ ପାଳନ କରେ। ଆଜ୍ଞା। ତ ବୃଷଭାନୁଙ୍କର ପତ୍ନୀ କୀର୍ତ୍ତିଦା ଦେବୀ ହଁ ବା ଚଞ୍ଚଲା ହଁ ହଁ ସେ ରାଧାଙ୍କୁ ଧରିକରି ନନ୍ଦ ଉତ୍ସବକେ ଯାଉଥିଲେ। ଯାଉଛନ୍। ତ ଯଶୋଦାଙ୍କୁ କହିଲେ କୀର୍ତ୍ତିଦା ତମ ଘରେ ସିନା ପୁଅଟେ ଜନ୍ମ ହେଲା ଯେ ସୁଖ ଶାନ୍ତିରେ ନନ୍ଦ ଉତ୍ସବ ପାଳନ କର। ଆଜ୍ଞା। ମୁଇଁ ଆସିଛେ ସତ କଥା, କିନ୍ତୁ ମୋର ମନରେ ଗୋଟେ କଷ୍ଟ ଅଛି। ହଁ ମୋର ଛୁଆଟେ ଜନ୍ମ ହେଇଛି ଯେ ମୋର କ୍ଷୀର ନେଇ ଖାଇବାର ଆଖି ଦେଖାର କଦଳୀ ଶୁଣି ନେଇ ଖାଇବାର। ତ ଯଶୋଦା ଆଶ୍ଚର୍ଯ୍ୟ ହେଇଗଲେ ଆଉ ରାଧାଙ୍କୁ ତାଙ୍କର କୋଳରେ ଧରି ପକାଲେ। ହଁ ହଁ ଲୋକ ନଜର ନଜର ଭଲ ଲାଗେ ଯେ ଥିବା ମୋତେ ଦି ଦେଖ ନନେ କି ନିଜେ ନିଜେ ଦେଖ। ହଁ ଗୋଟେ କୋଳରେ କୃଷ୍ଣକେ ଧରିଛନ୍ ଯଶୋଦା ହଁ ଆଉ ଗୋଟେ କୋଳରେ ରାଧାକେ ଧରିଛନ୍। ହରିଛନ୍। ତାଙ୍କର ବେନି ସ୍ଥାନରୁ ରାଧା କୃଷ୍ଣଙ୍କୁ କ୍ଷୀର ପାନ କରାଏ। ହଁ ହଁ ରାଧା କୃଷ୍ଣ ଯେତେବେଳେ ଛୁଆଁ ଛୁଇଁ ହେଇଯାଇଛନ୍ ହଇ। ରାଧାଙ୍କର ଆଖି ଖୁଲିଗଲା, କର୍ଣ୍ଣରେ ଶୁଣି ପାଇଲେ, ହଁ କୁଣ୍ଡରେ ଖାଇବା ପାଇଁ ଚେଷ୍ଟା ଚାଲୁ କଲେ। କଲେ। ହଁ ହଁ ତ ଯଶୋଦାଙ୍କର କ୍ଷୀର ରାଧା କୃଷ୍ଣ ସର୍ବପ୍ରଥମେ ଖାଇଥିଲେ। ଖାଇଥିଲେ ଗ। ଗୋଟେ ମାର କ୍ଷୀର ଯଦି 2 ଲୋକ ଖାଇବେ ହଁ ବୋଲେ ତାକୁ କଣ ବୋଲିକରି ମାନ୍ୟତା ଦିଆଯାଏ? ଖାଇବୁ ହେନ୍। ଭାଇ ଭଉଣୀ ହେଲେ କି ରାଧା କୃଷ୍ଣ ସର୍ବପ୍ରଥମେ ଯଶୋଦାଙ୍କର କ୍ଷୀର ଖାଇଥିଲେ ବୋଲିକରି ଆଜ୍ଞା। ସେଟା ଭାଇ ଭଉଣୀ ବୋଲିକରି କହିମା। ହଁ ହଁ ସେ ଶୁଣରେ ଏହି କାହାଣୀ ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ। ଭାଇ ସେଇ ଭଉଣୀ। ସମୟରେ ରାଧା କୃଷ୍ଣ ଭାଇ ଭଉଣୀ ହଁ ହେଇଥିଲେ। ହଁ ଏହି ପରିଜାଣ ପୁରାଣ ରଜାଣ ଶୁଣ ଆହେ ସଭାଜନ, ଶୁଣ ଆହେ ସଭାଜନ। ଏହି ପରିଜାଣ ପୁରାଣ ରଜାଣ ଶୁଣ ଆହେ ସଭାଜନ, ଶୁଣ ଆହେ ସଭାଜନ। ଫେରିଦାରେ ପୂର୍ବ ଫେରିଦାରେ ପରାବନ, ଫେରିଦାରେ ଅପୁର ଆଣିତ ରଥ, ଜୀବନ ସୁତ ଅପୁର ଆଣିତ ରଥ, ଜୀବନ ସୁତ। ଓ ଦିନା ସିନା ସିନା ଯମୁନାରେ ଫେରିଦାରେ ପୂର୍ବ ফেরিদারে পরাবন, ফেরিদারে ফেরিদারে পূর্ব ফেরিদারে পরাবন, ফেরিদারে। ହଁ ହଁ ମଧ୍ୟ ଚିନ୍ତା କରମୁ ତୁମେ ଡିସାଇଡ୍ କର ସମ୍ବଲପୁରୀ ବୋଲେ ସମ୍ବଲପୁରୀ ବି ଯାଇଥିଲେ। ହଁ ଦେଖ ପହଲା କହିଲେ ଯେ ଶାସ୍ତ୍ର କହ, ଆଇଲା ବେଳକୁ ଚିଠି ଦେଇ ବସିଲି। ହଁ ହଁ ତାପରେ ଜେଲ୍ ଲାଗଲେ ଚିଠି ପତ୍ର ବନ୍ଦ କରାଗଲା। ଆଜ୍ଞା। ଭାଗବତ କଥା କହୁଥିଲି, ଭାଗବତକୁ ମନା କଲେ। ହଁ ଖାଲି ରାଧା ଚରିତ୍ର କହ, ରାଧା ଚରିତ୍ର କହୁଛି। ହଁ ରାଧା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ବୁଝିଥିଲି। ହଁ ରାଧା ଏବେ ତ ଜନ୍ମ ହେଇଛନ୍ତି, ଆଜ୍ଞା। ରାଧା କେନ୍ତା କରି ମରିଥିଲେ ସେ କଥା ବି କହନି। ହଁ ହଁ